ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ମୋଠୁ ସାନ କିମ୍ବା ବଡ଼ ମୋର ଭାଇ କିମ୍ବା ଭଉଣୀମାନେ କିମ୍ବା ମୋର ବାପା କିମ୍ବା ମା ମାନେ କିମ୍ବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଦାସ ଦାସୀମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ପ୍ରେଜ୍ ଦ ଲର୍ଡ, ଯୀଶୁ ଶାନ୍ତି, ମାରାନାଥା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଯୀଶୁଙ୍କ ବିଜୟ ଯାତ୍ରା ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। ଏହି ଯୀଶୁଙ୍କ ବିଜୟ ଯାତ୍ରା ବିଷୟରେ ଅନେକ ଲୋକ ଶିକ୍ଷା ଦେଇଥିବେ ଏବଂ ଆପଣମାନେ ଦେଇଅଛନ୍ତି ମଧ୍ୟ। ବାଇବଲରେ ଲେଖାଯାଇଥିବା ବିଷୟ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଶୁଣି ମଧ୍ୟ ଥିବେ, ଲୋକମାନଙ୍କୁ ଶୁଣାଇ ମଧ୍ୟ ଥିବେ ଯୀଶୁଙ୍କ ବିଜୟ ଯାତ୍ରା ବିଷୟରେ। ଏବଂ ଏହି ବାଇବଲରେ ଥିବା ବିଷୟ ହିଁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣମାନେ କିଛି ସମୟ ଧ୍ୟାନର ସହିତ ଶୁଣନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଯୀଶୁଙ୍କ ବିଜୟ ଯାତ୍ରା। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ପବିତ୍ର ବାଇବଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ କିମ୍ବା ଆପଣମାନେ ଲେଖିକି ରଖନ୍ତୁ ଯୀଶୁଙ୍କ ବିଜୟ ଯାତ୍ରା ବିଷୟରେ ମାତିୟୁ 21:1-11 ଲେଖାଯାଏ ଏବଂ ମାର୍କ 11:1-11 ପର୍ଯ୍ୟନ୍ତ ଲେଖାଯାଏ ଏବଂ ଯୋହନ 12:12-19 ଯାଏଁ ଲେଖାଯାଇଅଛି ଯୀଶୁଙ୍କ ବିଜୟ ଯାତ୍ରା ବିଷୟରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆମ୍ଭେମାନେ ଗୋଟିଏ ବିଷୟକୁ ଯଦି ନିର୍ଣ୍ଣୟ ନେବା ବା ଗୋଟିଏ ବିଷୟକୁ ଯଦି ଆମ୍ଭେମାନେ ସ୍ଥିର କରିବା, ତାହେଲେ 3 କିମ୍ବା 2 ଜଣଙ୍କ ମୁଖରୁ ହିଁ ସ୍ଥିର କରାଯିବା ଉଚିତ। ଠିକ୍ ସେମିତି ଏହି ଜାଗାରେ ମାତିୟୁ, ମାର୍କ, ଲୁକ, ଯୋହନ 4ଟି ସୁସମାଚାର ମଧ୍ୟରୁ ଏହି 3ଟି ଜାଗାରେ ଯଦି ଆପଣମାନେ ଦେଖିବେ ମାତିୟୁ, ମାର୍କ, ଯୋହନରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ତାହେଲେ ଯୀଶୁଙ୍କ ବିଜୟ ଯାତ୍ରା ବିଷୟରେ ଆପଣମାନେ ଦେଖିବେ ଏବଂ ଜିକରିୟ ପୁସ୍ତକରେ ମଧ୍ୟ ଲେଖାଯାଇଅଛି। କିନ୍ତୁ ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ଦେଖିବା ମାତିୟୁ ପୁସ୍ତକରେ ଲେଖାଯାଇଥିବା ଯୀଶୁଙ୍କ ବିଜୟ ଯାତ୍ରା ବିଷୟରେ। ମାତିୟୁ 21:1 ଲେଖାଯାଏ, ଯେତେବେଳେ ସେମାନେ ଜେରୁସାଲେମ ନିକଟବର୍ତ୍ତୀ ହୋଇ ବେଥପାଗି ଓ ଶୀତ ପର୍ବ ନିକଟରେ ଉପସ୍ଥିତ ହେଲେ, ଶିଷ୍ୟମାନେ ଏବଂ ଯୀଶୁ ଏବଂ ଯୀଶୁଙ୍କର ସହିତ ଥିବା ଲୋକମାନେ ଯେତେବେଳେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ 2 ଜଣ ଶିଷ୍ୟକୁ, ପ୍ରଭୁ ଯୀଶୁଙ୍କର 2 ଜଣ ଶିଷ୍ୟକୁ ଏହି କଥା କହି ପଠାଇଲେ। କେଉଁ କଥା? ପ୍ରଭୁଙ୍କର ପ୍ରିୟ ଲୋକମାନେ, 2ରେ ଲେଖାଯାଏ, ତୁମମାନଙ୍କ ସମ୍ମୁଖସ୍ଥ, ଶିଷ୍ୟମାନଙ୍କୁ ପ୍ରଭୁ ଯୀଶୁ କହୁଅଛି, ତୁମର ସମ୍ମୁଖସ୍ଥ ବା ଅର୍ଥାତ୍ ତୁମର ସମ୍ମୁଖ ଗ୍ରାମ, ସେଇ ଗ୍ରାମକୁ ଯାଅ ଆଉ ଯିବା ମାତ୍ର ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଧବୀ ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ। ସେମାନଙ୍କୁ ଅର୍ଥାତ୍ ବହୁ ବଚନ, ସେଇ ଜାଗାରେ ଜଣେ ନାହାନ୍ତି, ସେଇ ଜାଗାରେ 2 ଜଣ ଅଛନ୍ତି ବା 2 ଜଣ ପଶୁ ଅଛନ୍ତି। ସେମାନଙ୍କୁ ଫିଟାଇ ମୋ ନିକଟକୁ ଘେନି ଆସ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଶିଷ୍ୟମାନଙ୍କୁ ପ୍ରଭୁ ଯୀଶୁ କହୁଅଛି, ସେମାନଙ୍କୁ ଗର୍ଦ୍ଧବୀ ଓ ତାହା ସହିତ ଗୋଟିଏ ଶାବକକୁ, ସେଇ 2 ଜଣକୁ, ସେମାନଙ୍କୁ ଫିଟାଇ ମୋ ନିକଟକୁ ଘେନି ଆସ। କିନ୍ତୁ ଯେତେବେଳେ ଏହି ଶିଷ୍ୟମାନେ ସେମାନଙ୍କର ସମ୍ମୁଖସ୍ଥ ଗ୍ରାମକୁ ଗଲେ, ଯିବା ମାତ୍ରେ ସେମାନେ ବନ୍ଧା ହୋଇଥିବା ଗୋଟିଏ ଗଧକୁ ଦେଖିଲେ ଏବଂ ଫିଟାଉଥିବା ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଇ ଜାଗାରେ ଠିଆ ହୋଇଥିବା ଅର୍ଥାତ୍ ସେଇ ଜାଗାରେ ଥିବା ଲୋକମାନେ, ଅନେକ ଲୋକରୁ କିଛି ଲୋକ ସେମାନଙ୍କୁ କହିଲେ ଓ ତାର ଶିଷ୍ୟମାନଙ୍କୁ କହିଲେ, ତୁମେମାନେ କାହିଁକି ଫିଟାଉଅଛ?
ଏ ବିଷୟ କହିଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ ସେଠାରେ ଠିଆ ହୋଇଥିବା ଲୋକମାନେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି ସେମାନଙ୍କୁ ପଚାରିଲେ ଗଦ ଛୁଆକୁ ଫିଟେଇ କ'ଣ କରୁଛ? ସେଇ ଜାଗାରେ ଠିଆ ହୋଇଥିବା ଲୋକମାନେ କହୁଛନ୍ତି ଶିଷ୍ୟମାନଙ୍କୁ, ଯୀଶୁ ଯେପରି କହିଥିଲେ ଶିଷ୍ୟମାନଙ୍କୁ ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ ସେଇ ଲୋକମାନଙ୍କୁ। ତରି ସେଇ ଲୋକମାନେ ସେମାନଙ୍କୁ ଅନୁମତି ଦେଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯେଉଁ ଗଧକୁ ପ୍ରଭୁ ଯୀଶୁ ଆଣିବା ପାଇଁ ପ୍ରେରଣ କରିଥିଲେ ଶିଷ୍ୟମାନଙ୍କୁ, ଯେଉଁ ଗଧରେ ପ୍ରଭୁ ଯୀଶୁ ବସିକି ଆସୁଅଛନ୍ତି, ସେଇ ଗଧର ପିଠିରେ କ୍ରସ୍ ଚିହ୍ନ, କୃଷକାଟ ଚିହ୍ନ ଦିଆଯାଇଥିଲା। କେମିତି ପ୍ରଭୁଙ୍କର ପ୍ରିୟ ଲୋକମାନେ, ହିଷ୍ଟ୍ରିରେ ଯଦି ଆପଣମାନେ ଦେଖିବେ, ଇତିହାସରେ ଯଦି ଦେଖିବେ, ତାହେଲେ ଲେଖାଯାଇଅଛି ଯେଉଁ ଗଧ ଉପରେ ପ୍ରଭୁ ଯୀଶୁ ଚଢ଼ିକି ଆସୁଅଛନ୍ତି, ସେଇ ଗଧର ପିଠିରେ କୃଷ ଚିହ୍ନ କରାଯାଇଅଛି ବା ଆଗରୁ ହିଁ ଅଛି। ବଡ଼ ବିଚିତ୍ର ବିଷୟ ପ୍ରଭୁଙ୍କର ପ୍ରିୟ ଲୋକମାନେ। କିନ୍ତୁ ଯୀଶୁ ଶିଷ୍ୟମାନଙ୍କୁ ଯେପରି କହିଥିଲେ, ସେଇ ଶିଷ୍ୟମାନେ ସେଇ ଜାଗର ଲୋକମାନଙ୍କୁ, ସେଇ ସମୁଗସ୍ତ ସେଇ ଗ୍ରାମର ଲୋକମାନଙ୍କୁ ଶିଷ୍ୟମାନେ କହିଲେ, ଯୀଶୁଙ୍କ ନିକଟକୁ ଗଦ ଛୁଆକୁ ଆଣି ସେମାନେ ତାହା ଉପରେ ଆପଣା ଲୁଗା ପକାଇଦେଲେ, ଆଉ ସେ ତାହା ଉପରେ ବସିଲେ। ଯୀଶୁ ସେଇ ଗଦ ଉପରେ ବସିଲେ। ପୁଣି ଅନେକ ପଥରେ ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇ ଦେଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଲେଖାଯାଏ ଜିକରିୟରେ ଯଦି ଦେଖିବେ କିମ୍ବା ଏଇ ଜାଗାରେ ମଧ୍ୟ ଦେଖିବେ, ତାହେଲେ ଲେଖାଯାଇଅଛି ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋସାନା ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ। କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଇବଲରେ ଲେଖାଯାଏ ସିହନର କନ୍ୟାକୁ କୁହ। କାହାର କନ୍ୟାକୁ? ସିହନର କନ୍ୟାକୁ କୁହ, ଦେଖ ତୋର ରାଜା ତୋ ନିକଟକୁ ଆସୁଅଛି। ଦେଖ ତୋ ରାଜା ତୋ ନିକଟକୁ ଆସୁଅଛି। ସେ ନମ୍ର। କେମିତି? ସେ ନମ୍ର, ଗର୍ଦ୍ଧବି ରହି ଗର୍ଦ୍ଧବ ଶାବକ ରହି। ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କଲେ। ପୁଣି ଗର୍ଦ୍ଧବି ଶାବକଟି ଆଣି ସେମାନଙ୍କ ଉପରେ ବସ୍ତ୍ର ପାତି ଦେଲେ, ଆଉ ସେ ତାହା ଉପରେ ବସିଲେ। ପୁଣି ଲୋକ ସମୂହ ମଧ୍ୟରୁ ଅଧିକାଂଶ ଆପଣା ଲୁଗାପତରେ ବିଛାଇ ଦେଇ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇ ଦେବାକୁ ଲାଗିଲେ। ଆଉ ତାଙ୍କ ଆଗରେ ପଛରେ ଯାଉଥିବା ଲୋକ ସମୂହ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋସାନା ଦାଉଦଙ୍କ ସନ୍ତାନ, ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ, ଉର୍ଦ୍ଧ୍ୱଲୋକରେ ହୋସାନା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ଯଦି ଆପଣମାନେ ଦେଖିବେ ଯୋହନ ତାର 12-19, ତହିଁରେ ଆର ଦିନ ପର୍ବକୁ ଆସୁଥିବା ବହୁ ସଂଖ୍ୟକ ଲୋକ ଯୀଶୁ ଜେରୁସାଲେମକୁ ଆସୁଅଛନ୍ତି ବୋଲି ଶୁଣି ଖଜୁରୀ ବାହାଙ୍ଗା ଘେନି ତାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ। ଯୀଶୁ ଆସୁଅଛନ୍ତି ବୋଲି ଶୁଣି ଲୋକମାନେ ଖଜୁରୀ ବାହାଙ୍ଗା ଘେନି ଯୀଶୁଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋସାନା, ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ ଓ ଇସ୍ରାଏଲର ରାଜା। ଧନ୍ୟ ଇସ୍ରାଏଲର ରାଜା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ପ୍ରଭୁ ଯୀଶୁ ଇସ୍ରାଏଲ ଲୋକମାନଙ୍କ ପାଇଁ ଆସିଲେ। ଆପଣମାନେ ବୁଝିବା ଦରକାର। କିନ୍ତୁ ଲେଖାଯାଏ, ଆଉ ଯୀଶୁ ଗୋଟିଏ ଗର୍ଦ୍ଧବ ଶାବକ ପାଇ ତାହା ଉପରେ ଆରୋହଣ କଲେ, ଯେପରି ଲେଖା ଅଛି, ଆଗ ସିୟନର କନ୍ୟା, ଭୟ କର ନାହିଁ, ଦେଖ ତୋର ରାଜା ଆସୁଅଛି, ସେ ଗର୍ଦ୍ଧବ ଶାବକ ଉପରେ ଆରୋହଣ କରୁଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆପଣମାନେ ଦେଖିବେ ଜିକରିୟ ପୁସ୍ତକ
ନଅର ଯଦି ଦେଖିବେ, ଗୋ ସିୟନର କନ୍ୟା ଅତିଶୟ ଉଲ୍ଲାସ କର, ଗୋ ଜେରୁସାଲେମ କନ୍ୟା ଜୟଧ୍ୱନି କର। ଦେଖ, ତୁମର ରାଜା ତୁମ ନିକଟକୁ ଆସୁଅଛି, ଅଛନ୍ତି ସେ ଧର୍ମମୟ, ପରିତ୍ରାଣ ବିଶିଷ୍ଟ, ସେ ନମ୍ରଶୀଳ, ଗର୍ଦ୍ଧବ ଉପରେ ଅର୍ଥାତ୍ ଗର୍ଦ୍ଧବୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। ଗଧ ଉପରେ ଲୋକମାନେ ଜିନିଷ ନିଅନ୍ତି, ସାମାନ ଯାକ ନିଅନ୍ତି, କିନ୍ତୁ ପ୍ରଭୁ ଯୀଶୁ ଗଧର ଶାବକ ଉପରେ ବସିକି ଆସିଲେ। ଇତିହାସରେ ଏହି ବିଷୟରେ ଅନେକ ପ୍ରକାର ବିଷୟ ଲେଖାଯାଇଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଇତିହାସ ଯଦି ଆପଣମାନେ ପଢ଼ିବେ, ସେଇ ଗଧ କେମିତି ଥିଲା, ଗଧର ଚରିତ୍ର କ'ଣ ଆପଣମାନେ ଜାଣନ୍ତି। ଗଧ ଗୋଟିଏ ନମ୍ର, କିନ୍ତୁ ପ୍ରଭୁ ଯୀଶୁଙ୍କର ଏହି ଗଧ ଉପରେ କ୍ରୁଶ ଚିହ୍ନ ଥିଲା ଏବଂ ଅନେକ ବିଷୟ ଲେଖାଯାଇଅଛି ଇତିହାସରେ। ଆପଣମାନଙ୍କୁ ଦେଖେଇଲେ ଆପଣମାନେ ବିଶ୍ୱାସ କରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଯାହା ଲେଖାଯାଇଅଛି ବାଇବଲରେ ତାହା ଆପଣମାନଙ୍କ ପାଖରେ ପ୍ରକାଶ କଲି। ଆପଣମାନେ ଶୁଣିଥିବେ, ଜାଣିଥିବେ, ଲୋକମାନଙ୍କୁ ଜଣାଇ ମଧ୍ୟ ଥିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ଏବଂ ମୋତେ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ।